ଖଇନି କିଣିବା ପାଇଁ ବାପା ଟଙ୍କା ନ ଦେବାରୁ ପୁଅ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ବାପାର ମୁଣ୍ଡ କାଟି ଜୀବନ ନେଇଛି। ଏଭଳି ଅମାନୁଷିକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ। ତ ଆଗରୁ ହିଁ ଭଲ ହିଁ ଥିଲେ, ଝଗଡ଼ା ଫଗଡ଼ା କିଛି ଲାଗି ନାହାନ୍ତି। ତ ହଠାତ୍ ରାତିରେ ତାଙ୍କର ମୁଣ୍ଡଟା କିସ ବହୁତ ବାଡ଼େଇଲେ ଏଇଠି। ତାପରେ ଏମିତି ସେ ଯେଉଁ ଟାଙ୍ଗିଆଟା ବାହାର କରିକି ଛାଡ଼ ମୋତେ ଘରୁ ବାହାର କରିଦେଲା। ଆଗେ ତୁମେ ରହିବ ନା ମୋ ଘରୁ ବାହାରିବ ସେମିତି କହିଲେ। ତାପରେ ମୁଁ ଡରିକି ବାହାରିକି ଗଲି। ତାପରେ ସେପଟେ ଗଲେ ତ ମୁଇଁ 9ଟା ଆଡ଼େ ସେ ଅନ୍ଧାରକୁ ଗଲି ନା, ମୋତେ ଭୟ ଲାଗୁଛି ଯାଇଥିବି ରାତିରେ ଏକଲା, ମୁଁ ଝିଅ ପିଲାଟା ସିଆଡ଼େ ଯିବି। ତାପରେ ସେପଟେ ଦେଖି ବାହାରିଲେ ମୋ ଶାଶୁ ଯିଏ, ସେମାନେ ସେ ଆଗେ ପଳେଇଗଲେ ସେ କକା ଘରକୁ। ତାପରେ ସେଇଠି ଯେ ବାପା ଥିଲେ ତାଙ୍କୁ ହତ୍ୟା କଲେ। ମୁଣ୍ଡ ଦୋଷ ଆଗରୁ ଥିଲା ଥିଲା। ଯିଏ ମୃତକ ରହିଛନ୍ତି ତାଙ୍କ ସ୍ତ୍ରୀ କହୁଛନ୍ତି ପଇସା ପତ୍ର ମାଗୁଥିଲେ, ସେଥିପାଇଁ ପଇସା ନ ଦେଲାରୁ ଏଇଭଳିଆ କରିଛନ୍ତି। ପଇସା ପତ୍ର ଏମିତି 10-20 ଟଙ୍କା ମାଗନ୍ କି 50-100 ଟଙ୍କା ମାଗନ୍, ଯେ ପୁରା ଏମିତି 1000-2000 ମୋତେ ଦିଅ ନହେଲେ ମାରିବି ପିଟିବି ସେମିତି କେବେ କହିନାହାନ୍ତି ଆଗରୁ। ଏଇଟା କେତେବେଳେ ଘଟଣା? କାଲି ସେଇ 12ଟା ସେ 1 ଭିତରେ ହେଇଯାଇପାରେ। ତେବେ ଚାନ୍ଦୁଆ ଗାଁର ଶମ୍ଭୁ ସିଂ ତାଙ୍କ ବାପା ବାଇଧର ସିଂଙ୍କୁ ଖଇନି ଖାଇବା ପାଇଁ ଟଙ୍କା ମାଗିଥିଲା। ହେଲେ ତାଙ୍କ ବାପା ଖୁଚୁରା ପଇସା ନାହିଁ, ପରେ ନେବୁ ବୋଲି କହିବାରୁ ପୁଅ ଶମ୍ଭୁ ଉତ୍କ୍ଷିପ୍ତ ହୋଇ ଫେରି ଯାଇଥିଲା। ଆଉ ବିଳମ୍ବିତ ରାତିରେ ରାଗରେ ଜର୍ଜରିତ ଥିବା ପୁଅ ଶମ୍ଭୁ ସିଂ ଘରେ ଥିବା ଏକ ଫାର୍ସାରେ ବାପାଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ତାଙ୍କ ମା ଅଟକାଇବା ପାଇଁ ଯିବାରୁ ପୁଅ ଶମ୍ଭୁ ତାଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଗୁଡାଇଥିଲା। ତେଣୁ ତାଙ୍କ ମା ଘଟଣାସ୍ଥଳରୁ ଚାଲିଯିବା ପରେ ବାପା ବାଇଧର ସିଂଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ପୁଅ ଶମ୍ଭୁ। ଏହାପରେ ଚାନ୍ଦୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପୁଅ ଶମ୍ଭୁର ମାନସିକ ସ୍ଥିତି ଠିକ୍ ନଥିବା ପୁଲିସ ସୂଚନା ଦେଇଛି। ପରେ ପୁଲିସ ଅଭିଯୁକ୍ତ ପୁଅ ଶମ୍ଭୁକୁ ଗିରଫ କରିବା ସହ ମାରଣାସ୍ତ୍ରକୁ ବି ଜବତ